ସମସ୍ତଙ୍କୁ ନମସ୍କାର। ମୁଁ ଭାଇ ବିଶ୍ୱନାଥ ପାଣି ଆଜି ଏକ ଆତ୍ମିକ ଶିକ୍ଷାରେ ଆପଣମାନଙ୍କୁ ସ୍ୱାଗତ କରେ। ଆଜିର ଅଂଶ ବା ଶିକ୍ଷା ଏହିପରି ରହିବ, ଈଶ୍ୱରଙ୍କ ପ୍ରେମ। ବାଇବେଲରେ ଈଶ୍ୱରଙ୍କ ପ୍ରେମ ସବୁଠାରୁ ମୁଖ୍ୟ ବିଷୟ ଅଟେ। ଈଶ୍ୱର ମନୁଷ୍ୟ ପାଇଁ କରିଥିବା ପ୍ରେମ ଅସୀମ ଅଟେ ଏବଂ ନିଃସ୍ୱାର୍ଥ ଅଟେ। ଆସନ୍ତୁ ଆମେ ଆଜି ଈଶ୍ୱରଙ୍କ ପ୍ରେମ ବିଷୟରେ ଆମେ ଶିକ୍ଷା କରିବା ପାଇଁ ଯିବା। ବାଇବେଲରେ ଲେଖା ଅଛି ପରମେଶ୍ୱରଙ୍କ ପ୍ରେମର ପ୍ରକାର। ମୁଁ ଆପଣମାନଙ୍କୁ 4ଟି ବିଷୟ କହିବି। ଈଶ୍ୱରଙ୍କ ପ୍ରେମ ଅନନ୍ତ ପ୍ରେମ ଅଟେ। ଅନନ୍ତ ମାନେ ସୀମାହୀନ, ଶେଷ ନଥିବା ପ୍ରେମ। ଏହା ସଦା ଅସୀମକୁ ବୁଝାଏ, ସଦା ବ୍ୟବହାରକୁ ବୁଝାଏ ଆଉ ସମସ୍ତଙ୍କ ପାଇଁ ଉପଲବ୍ଧ। ପରମେଶ୍ୱର ସମସ୍ତଙ୍କୁ ଏ ପ୍ରେମ କରନ୍ତି। ଉଚ୍ଚ ନୀଚ, ଧନୀ ଗରିବ, ଶିକ୍ଷିତ ଅଶିକ୍ଷିତ ଏସବୁ ଈଶ୍ୱର ଦେଖନ୍ତି ନାହିଁ। ଯେହେତୁ ପରମେଶ୍ୱର ନିଜ ହସ୍ତରେ ମନୁଷ୍ୟକୁ ଧୂଳି ଦ୍ୱାରା ନିର୍ମାଣ କରିଥିବାରୁ, ଆପଣ ପ୍ରତିମୂର୍ତ୍ତି ସଦୃଶ୍ୟରେ ନିର୍ମାଣ କରିଥିବାରୁ ପରମେଶ୍ୱର ଅନନ୍ତ ପ୍ରେମରେ ମଣିଷକୁ ପ୍ରେମ କରନ୍ତି। କୌଣସି ପରିସ୍ଥିତି କିମ୍ବା କାରଣ ଏହି ପ୍ରେମକୁ କମାଇ ପାରେ ନାହିଁ। ଯଦି ଆମେ ଏ ବିଷୟକୁ ଦେଖିବା, ପବିତ୍ର ଧର୍ମଶାସ୍ତ୍ର ବାଇବେଲ ଲେଖା ଅଛି, କାରଣ ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ ସେ ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହେବ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରିୟ ପୃଥିବୀବାସୀ ସମସ୍ତ ଲୋକମାନେ, ପରମେଶ୍ୱର କୌଣସି ଏକ ଦେଶକୁ ପ୍ରେମ କରିନାହାନ୍ତି, କୌଣସି ଏକ ଜାତିକୁ ପ୍ରେମ କରିନାହାନ୍ତି। ଜଗତରେ ଥିବା ସମସ୍ତ ଲୋକମାନଙ୍କ ନିମନ୍ତେ ଈଶ୍ୱର ଆପଣା ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଆଜି ଦେଖିବେ ଅନେକ ଧର୍ମଶାସ୍ତ୍ରରେ ଦେଶ କଥାକୁ ନେଇକି, ଜାତି କଥାକୁ ନେଇକି ଲୋକମାନେ ଉପସ୍ଥାପନ କରନ୍ତି। ପରମେଶ୍ୱର ଜଗତକୁ ପ୍ରେମ କଲେ ଲେଖା ଅଛି। ଯେତେ ଲୋକ ପୃଥିବୀରେ ଅଛନ୍ତି, ଯେତେ ପାପୀ ମାନେ ପୃଥିବୀରେ ଅଛନ୍ତି, ଅଧର୍ମରେ ଥିବା ଲୋକମାନଙ୍କୁ ଈଶ୍ୱର ପ୍ରେମ କଲେ, ଆଉ ଲେଖା ଅଛି ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। ଆଉ ଏଇ ଅନନ୍ତ ପ୍ରେମ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ପ୍ରକାଶିତ ହୋଇଅଛି। ଯେହେତୁ ଆମେ ପବିତ୍ର ଧର୍ମଶାସ୍ତ୍ରରେ ଏଇ ସତ୍ୟତାକୁ ଆମେ ପାଉଛୁ ନା, ପ୍ରଭୁ ଯୀଶୁଖ୍ରୀଷ୍ଟ ମନୁଷ୍ୟ ଅବତାରରେ ପୃଥିବୀରେ ଜନ୍ମଗ୍ରହଣ କଲେ। ଏହା ମଧ୍ୟ ଏକ ଐତିହାସିକ ପ୍ରମାଣ ଅଛି। ଯୀଶୁ କାଳ୍ପନିକ ନୁହନ୍ତି। ଯଦି ଆଜି ଆମମାନେ ଦେଖିବା କେତେ ମସିହାରେ ଅଛୁ, 2025 ମସିହାରେ ଅଛୁ। ମସିହା କାହାକୁ କୁହାଯାଏ? ମସିହା କାହାକୁ ବୁଝାଏ? ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବୁଝାଏ। ପ୍ରଭୁ ଖ୍ରୀଷ୍ଟ ଯେତେବେଳେ ପୃଥିବୀରେ ଜନ୍ମଗ୍ରହଣ କଲେ, ବର୍ଷର ଗଣନା ହେଲା, ତାରିଖର ଗଣନା ହେଲା। ଆପଣମାନେ ପୃଥିବୀର ଯେକୌଣସି ଦେଶକୁ ଯାଆନ୍ତୁ, 2025 ମସିହା ହିଁ ଚାଲୁଥିବ। ଏହି ଐତିହାସିକ ପ୍ରମାଣ ଯୀଶୁଙ୍କୁ ବିଶ୍ୱାସ କରିବାରେ ଆମମାନଙ୍କୁ ପ୍ରମାଣିତ କରୁଅଛି। ଯଦି ଆଉ କାହାର କଥା ଆପଣମାନେ ଶୁଣିଛନ୍ତି, କୌଣସି ଆପଣମାନେ ଐତିହାସିକ ପ୍ରମାଣ ପାଇବେନି। ଈଶ୍ୱରଙ୍କ ପ୍ରେମ ବିଷୟ ଐତିହାସିକ ପ୍ରମାଣ ମଧ୍ୟ ଅଛି। ଆଉ ଯୀଶୁଖ୍ରୀଷ୍ଟଙ୍କର ଐତିହାସିକ ପ୍ରମାଣ ଧର୍ମଶାସ୍ତ୍ର ବାଇବେଲ ଲେଖା ଅଛି।
समस्त पापी मानक पाई जो बलिर आवश्यक थिला, जो रक्तर आवश्यक थिला, जेहेतु समस्ते मन रखिबा रक्त बिना पाप मोचन हुए नहीं। तेणु ईश्वर पवित्र रूपरे मानव रूप धारण कले। एणु एक अनुड़ा कुमारीर गर्भ को आसिले। अनेक लोक एपरि प्रश्न करती जे जीशुंकर बापा किए? सी तो ईश्वर थिले। आ ईश्वर जेतबेले मानव रूप धारण करिवे तांको बापार आवश्यक। अवतार नेबा पाई एक अनुड़ा कुमारीर गर्भ को आसिले, पवित्र भाव जन्म ग्रहण कले। जीशु काल्पनिक नुहंती। आओ समस्तंक पाई क्रूसरे बलि हेले, समाधिस्थ हेले, आ लेखा अछि तृतीय दिवस रे उत्थित हेले। एई अनंत प्रेम रे सेमान को आह्वान करुछंती। प्रेमर परिचय मान को देले ईश्वर आमान को पाप निमंते बलि हे, समाधिस्थ हे, उत्थित हे। एई प्रेम समस्ते पाई पारिबे, अनुभव करि पारिबे जदि प्रभु यीशु ख्रीष्ट को जे कौनसी जातिर भाषावादी लोक होना कहीं जदि प्रभु ख्रीष्ट को विश्वास करिवे। अनंत प्रेम रे ईश्वर प्रेम करिसंती, यीशु ख्रीष्ट द्वारा प्रमाणित होइछि। जदि आउ गोटे विषय में देखिबा, ईश्वर प्रेम निस्वार्थ प्रेम अटे। निस्वार्थ प्रेमर अर्थ है कौन सी लाभ विषय चेष्टा न रखी। ए विषय मुझे आपण मान कहवाई चाहे ना, परमेश्वर जेतेबेले मनुष्य अवतार ने कि पृथ्वी को आसिले, उद्देश्य थिला पापी मान को मुक्ति करिबा, उद्धार करिबा। केही प्रभु यीशु ख्रीष्ट को स्वीकार करंतु कि नहीं, ग्रहण करंतु कि नहीं, प्रभु बोले मानंतु कि नहीं, किंतु समस्तंक पाए प्रभु यीशु ख्रीष्ट बलि हेइछन्ते। यह निस्वार्थ प्रेम अटे। एई निस्वार्थ प्रेम बाइबल लिखा अछि, कारण आमे माने पापी थिबा अवस्था से आम्भ मानक निमंते प्राण त्याग कले। पापी थिबा अवस्था रे कि प्रकार प्रेम! यह ईश्वरक प्रेम, जहाँकि निस्वार्थ प्रेम। एवं आमे आउ गोटे विषय देखिबा, त्यागमय प्रेम। बाइबल धर्मशास्त्र लिखा अछि, से ईश्वर को सहित समान हो रहिबा निमंते से चाहिए नहीं, दास रूप धारण करी, मनुष्य रूप धारण करी लिखा अछि पृथ्वी को आसिले, स्वर्ग को त्याग कले। ईश्वर को जो समान हेबा विश्व को त्याग कले, आओ निज जीवन को दे देले। यह होछि त्यागमय प्रेम अटे। ए प्रेम आमे ईश्वरक ठारो पाउछु, जहाँकि बाइबल लिखा अछि। परमेश्वर अपना एकमात्र पुत्र को दे देले। यह संपूर्ण त्यागमय प्रेम को बुझाए। यीशु ख्रीष्ट मध्य अपनार जीवन दे देले। यह त्यागमय प्रेम अटे। ए प्रेम ईश्वर समस्त करिछन्ति। जदि आमे चतुर्थ विषय देखिबा, पालनकारी प्रेम। पिता जेपरि निज संतान को कृपा करे, प्रभु तांको भय करुथिबा लोकन को सेही परि कृपा करन्ते। देखंतु परमेश्वर मान को प्रेम करुथिबारु आमान को सुस्थता प्रदान करन्ति, आमान को निमंते चिंता करन्ति, आमान को आवश्यक को पूरण करुछन्ति। ए सृष्टि विश्व को आम देखा, ईश्वरंकर अदृश्य गुण समूह ए सकल सृष्टि रे प्रतायमान होछि। वर्षा होछि, शीत ऋतु जदि आम देखा, यह होछि पालनकारी
ପ୍ରେମ। ଆମେ ଈଶ୍ୱରଙ୍କର ଏହି ପ୍ରେମ ପାଉଛୁ, ସମସ୍ତେ ପାଉଛନ୍ତି ଏହି ପ୍ରେମ। ଯଦି ଗୋଟିଏ ଦିନ ବି ଯଦି ଆମେ ବଞ୍ଚୁଛୁ ଈଶ୍ୱରଙ୍କ ଦୟାରେ ବଞ୍ଚୁଛୁ, ଆଉ ଆମମାନଙ୍କୁ ବଞ୍ଚିବା ପାଇଁ ଯେଉଁ ସମସ୍ତ ଆବଶ୍ୟକ ବିଷୟ, ପବନର, ଖରାର, ସକଳ ବିଷୟ ଈଶ୍ୱରଙ୍କ ପ୍ରେମରେ ଆମେ ପାଉଛୁ। ତ ଆମେ ଏଠାରେ କ'ଣ ଶିକ୍ଷା ପାଇଲୁ ନା ଈଶ୍ୱର କେବଳ ଲେଖାରେ ପ୍ରେମ କରିନାହାନ୍ତି, ଭାବନାରେ ପ୍ରେମ କରିନାହାନ୍ତି, କାର୍ଯ୍ୟରେ ପରମେଶ୍ୱର ପ୍ରେମ ଦେଖାଇଛନ୍ତି। ଆମର ପ୍ରିୟ ପ୍ରଭୁଙ୍କ ଲୋକମାନେ, ମଣିଷ ଏହାର ଅନୁସରଣ କରିବା ସମୟରେ ଈଶ୍ୱରଙ୍କର ପ୍ରେମକୁ ଯେତେବେଳେ ବୁଝିବ, ଜାଣିବ, ବିଶ୍ୱାସ କରିବ, ଆଉ ଏହି ପ୍ରେମକୁ ଯେତେବେଳେ ଅନୁସରଣ କରିବ, ଏହି ଅନୁସରଣ କରିବା ସମୟରେ କ୍ଷମା, ଦୟା, ସହିଷ୍ଣୁତା ଓ ସହଯୋଗ ପ୍ରକାଶ କରେ। ଯଦି ଆମେ ଲକ୍ଷ୍ୟ ଓ ସାରାଂଶକୁ ଦେଖିବା, ଈଶ୍ୱରଙ୍କ ପ୍ରେମ ସମସ୍ତଙ୍କୁ ସମାନ ଭାବେ ଅନୁଭୂତି ହୁଏ। ଆଉ ପରମେଶ୍ୱର ମଧ୍ୟ ଏହି ପ୍ରେମ କରି ଆସୁଅଛନ୍ତି ଆଦ୍ୟରୁ ଆଜି ପର୍ଯ୍ୟନ୍ତ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପୃଥିବୀବାସୀ, ଭାରତବାସୀ, ଓଡ଼ିଶାବାସୀ ଯେଉଁମାନେ ବି ଏ ଭିଡ଼ିଓକୁ ଦେଖିବେ, ଆପଣମାନେ ଥରେଟିଏ ଚିନ୍ତା କରନ୍ତୁ, ବିବେଚନା କରନ୍ତୁ। ଏକମାତ୍ର ସତ୍ୟ ଈଶ୍ୱର ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପ୍ରେମ ପ୍ରକାଶ କରିଛନ୍ତି, ଆଉ କେହି କରିନାହାନ୍ତି। ତାହାଙ୍କୁ ଜାଣନ୍ତୁ, ତାହାଙ୍କୁ ବିଶ୍ୱାସ କରନ୍ତୁ, ଆପଣମାନେ କ୍ଷମା ପାଇବେ, ମୁକ୍ତି ପାଇବେ, ଉଦ୍ଧାର ପାଇବେ, ଅନନ୍ତ ଜୀବନ ପାଇବେ। ଯେହେତୁ ଏକମାତ୍ର ପ୍ରେମିକ ପରମେଶ୍ୱର କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ ଅଟନ୍ତି। ଆମେ ଯେଉଁ ବିଷୟ ଶୁଣୁଥିଲୁ, ଅନନ୍ତ ପ୍ରେମ, ନିଃସ୍ୱାର୍ଥ ପ୍ରେମ, ତ୍ୟାଗମୟ ପ୍ରେମ ଆଉ ପାଳନକାରୀ ପ୍ରେମ କେବଳ ପ୍ରଭୁ ଯୀଶୁଖ୍ରୀଷ୍ଟ କରିକି ଦେଖାଇଛନ୍ତି ପୃଥିବୀ, ଆଉ କେହି ନାହିଁ। ଆଉ ସେ ହିଁ ଯୁଗେ ଯୁଗେ ଜୀବିତ ପରମେଶ୍ୱର ଅଟନ୍ତି, ପ୍ରଭୁ ଅଟନ୍ତି। ଏହା ଆପଣମାନେ ହୃଦୟରେ ବିଶ୍ୱାସ କରନ୍ତୁ, ମୁଖରେ ସ୍ୱୀକାର କରନ୍ତୁ, ଆଉ ଆପଣମାନେ ଈଶ୍ୱରଙ୍କ ପ୍ରେମକୁ ପ୍ରାପ୍ତ ହେବେ। କାରଣ ସେ ଜଗତକୁ ଏଡ଼େ ପ୍ରେମ କରିଛନ୍ତି। ଆଉ ଏହି ପ୍ରେମ ସେମାନଙ୍କ ପାଇଁ ଲାଗୁ ହେବ ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବେ। ଆଉ ଏହି ପ୍ରେମର ଅନୁସରଣ ଜୀବନକୁ ଶାନ୍ତି, ସୁଖ ଓ ସଫଳତା ଦେଇଥାଏ। ତେଣୁ ବାଇବେଲ ବି ଲେଖା ଅଛି, ଯିଏ ପ୍ରେମ କରି ଜାଣେ ନାହିଁ ସେ ଈଶ୍ୱରଙ୍କୁ ଜାଣେ ନାହିଁ, କାରଣ ଈଶ୍ୱର ତ ପ୍ରେମ। ଆଉ ଶାସ୍ତ୍ରରେ ଏହା ବି ଲେଖା ଅଛି, ଯେଉଁମାନେ ଆଜି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଛନ୍ତି, ଗ୍ରହଣ କରିଛନ୍ତି, ସେମାନଙ୍କ ବିଷୟରେ ବାଇବେଲ ଏହା କହେ, ମୁଁ ଯେପରି ତୁମ୍ଭମାନଙ୍କୁ ପ୍ରେମ କରିଅଛି, ସେହିପରି ତୁମ୍ଭେ ପରସ୍ପରକୁ ପ୍ରେମ କର। ପ୍ରତିବାସୀକୁ ଆତ୍ମା ତୁଲ୍ୟ ପ୍ରେମ କର। କାରଣ ପ୍ରେମରେ ହିଁ ପରିବର୍ତ୍ତନ ଅଛି, ପ୍ରେମରେ ସୁରକ୍ଷା ଅଛି, ପ୍ରେମରେ ଜୀବନ ଅଛି, ପ୍ରେମରେ ସାକ୍ଷ୍ୟ ଅଛି, ଶକ୍ତି ଅଛି। ଦେଖନ୍ତୁ, ଈଶ୍ୱରଙ୍କ ପ୍ରେମ ପାପୀ ମଣିଷକୁ, ଅଧାର୍ମିକ ମନୁଷ୍ୟକୁ ଧାର୍ମିକ ପବିତ୍ର ଆଡ଼କୁ ନେଇଥାଏ। ଏବଂ ଯଦି ଆମେ ଦେଖିବା, ଏହି ପ୍ରେମ ଆମମାନଙ୍କୁ ଶିଖାଏ ଅନ୍ୟକୁ ପ୍ରେମ କରିବା ପାଇଁ। ଏହି ପ୍ରେମରେ ସୁରକ୍ଷା ଅଛି, ଈଶ୍ୱରଙ୍କ ପ୍ରେମରୁ କେହି ବିଚ୍ଛିନ୍ନ କରିପାରିବ ନାହିଁ। ଆଉ ପ୍ରେମରେ ସାକ୍ଷୀ ଅଛି, ଆମମାନଙ୍କର ଏହି ପ୍ରେମ ଦେଖି ଜଗତ ଜାଣିବ ଏମାନେ ଈଶ୍ୱରଙ୍କର, ଆଉ ସେମାନେ ଈଶ୍ୱରଙ୍କୁ ମଧ୍ୟ ଜାଣିବେ, ଗୌରବ ଦେବେ। ପରମେଶ୍ୱରଙ୍କର ପ୍ରେମ ଆମକୁ ଉଦ୍ଧାର କରେ, ପରିବର୍ତ୍ତନ କରେ ଓ ଅନ୍ୟଙ୍କୁ ପ୍ରେମ କରିବାକୁ ଶିଖାଏ। ଏହି ବାକ୍ୟରେ ପ୍ରଭୁ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ, ପ୍ରଭୁ ଗୌରବ ପାଆନ୍ତୁ। ନମସ୍କାର।